जय श्री कृष्ण। ओं श्री परमात्मने नमः। यथार्थ गीता अथ प्रथमोऽध्याय। धृतराष्ट्र उवाच धर्मक्षेत्रे कुरुक्षेत्रे समवेतायुजुत्सवः मामका पाण्डवाश्चैव किमकुर्तय सञ्जय। ଧୃତରାଷ୍ଟ୍ର ପଚାରିଲେ, ହେ ସଞ୍ଜୟ, ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ଏକତ୍ର ଯୁଦ୍ଧ କରିବା ଇଚ୍ଛା ନେଇ ଉପସ୍ଥିତ ଥିବା ମୋର ଏବଂ ପାଣ୍ଡବଙ୍କ ପୁତ୍ରମାନେ କ'ଣ କଲେ? ଅଜ୍ଞାନ ରୂପୀ ଧୃତରାଷ୍ଟ୍ର ଏବଂ ସଂଯମ ରୂପୀ ସଞ୍ଜୟ। ଅଜ୍ଞାନ ମନର ଅନ୍ତରାଳରେ ରହିଥାଏ। ଅଜ୍ଞାନ ଦ୍ୱାରା ଆବୃତ ମନ ଧୃତରାଷ୍ଟ୍ର ଜନ୍ମାନ୍ଧ, କିନ୍ତୁ ସଂଯମ ରୂପୀ ସଞ୍ଜୟଙ୍କ ମାଧ୍ୟମରେ ସେ ଦେଖୁଥାଏ ଏବଂ ଶୁଣୁଥାଏ। ସେ ଜାଣିଥାଏ ଯେ ପରମାତ୍ମା ହିଁ ସତ୍ୟ, କିନ୍ତୁ ଯେଉଁ ପର୍ଯ୍ୟନ୍ତ ଏହାଠାରୁ ଉତ୍ପନ୍ନ ମୋହରୂପୀ ଦୁର୍ଯ୍ୟୋଧନ ଜୀବିତ ଅଛି, ଏହାଙ୍କ ଦୃଷ୍ଟି ସଦୈବ କୌରବମାନଙ୍କ ଉପରେ ହିଁ ରହିଥାଏ, ଅର୍ଥାତ୍ ବିକାରମାନଙ୍କ ଉପରେ ହିଁ ରହିଥାଏ। ଶରୀର ଏକ କ୍ଷେତ୍ର ଅଟେ। ଯେତେବେଳେ ହୃଦୟ ଦେଶରେ ଦୈବୀ ସମ୍ପଦର ବୃଦ୍ଧି ଘଟେ, ସେତେବେଳେ ଏହି ଶରୀର ଧର୍ମକ୍ଷେତ୍ର ହୋଇଯାଏ। ଯଦି ଏଥିରେ ଆସୁରୀ ସମ୍ପତ୍ତି ବଢ଼ିଯାଏ, ତେବେ ଏହା କୁରୁକ୍ଷେତ୍ର ହୋଇଯାଏ। କୁରୁ ଶବ୍ଦର ଅର୍ଥ ହେଉଛି କର। ଏହି ଶବ୍ଦ ଆଦେଶାତ୍ମକ। ଶ୍ରୀକୃଷ୍ଣ କହୁଛନ୍ତି, ପ୍ରକୃତିରୁ ଉତ୍ପନ୍ନ ତିନି ଗୁଣ ଦ୍ୱାରା ପରବେଶ ହୋଇ ମନୁଷ୍ୟ କର୍ମ କରିଥାଏ। ସେ କ୍ଷଣ ମାତ୍ରେ କର୍ମ ନ କରି ରହିପାରେ ନାହିଁ। ଗୁଣ ତାହା ଦ୍ୱାରା ଅବଶ୍ୟ କର୍ମମାନ କରାଇ ନିଏ। ଶୋଇଗଲେ ମଧ୍ୟ କର୍ମ ବନ୍ଦ ହୁଏ ନାହିଁ। ନିଦ୍ରା ମଧ୍ୟ ସୁସ୍ଥ ଶରୀର ପାଇଁ ଆବଶ୍ୟକ ଭୋଜନ ହୋଇଥାଏ। ତିନି ଗୁଣ ମନୁଷ୍ୟକୁ ଦେବତାଠାରୁ କୀଟ ପତଙ୍ଗ ପର୍ଯ୍ୟନ୍ତ ବିଭିନ୍ନ ଯୋନିରେ ଭ୍ରମଣ କରାଏ। ଯେତେବେଳେ ଯାଏଁ ପ୍ରକୃତି